ଆମ ଭାଇ ଓ ଭଉଣୀମାନେ ଦେଖ ତୁମର ଯେଉଁ ସୁଭଦ୍ରା ଯୋଜନା କେମିତି ଆପ୍ଲାଏ କରିବେ ଆବେଦନ କରିବେ ଏ ଟୁ ଜେଡ଼୍ ଯାଇକି ସବୁକିଛି ଗୋଟେ ଭିଡ଼ିଓ ଇନଫର୍ମେସନ୍ ଦେବି। ଦେଖ ସମସ୍ତଙ୍କ ଭଳିଆ ମୁଁ ଫେକ୍ ଇନଫର୍ମେସନ୍ କିଛି ଦେବି ନାହିଁ ତୁମମାନଙ୍କୁ, ଯେଉଁଟା ସଠିକ୍ ସେଇଟା ଦେବି। କେମିତି ଆପ୍ଲାଏ ହେବ ଦେଖ, ଆପ୍ଲାଏ କେମିତି କରିବ ତୁମମାନଙ୍କୁ ସମସ୍ତେ କହୁଛନ୍ତି ଆଜି ହେଉଥିବ କାଲି ହେଉଥିବ, ଏଗୁଡ଼ା କିଛି ନୁହଁ। ଟୋଟାଲ୍ ଆପ୍ଲାଏ କେମିତି ହେବ ମୁଁ ତୁମକୁ କହୁଛି, ଆଉ ଏଥର ଗାଇଡ଼ଲାଇନ୍ କ'ଣ କ'ଣ ରହିଛି ସବୁକିଛି ଦେଖାଉଛି। ଆସ ଫର୍ମ କତିକି ଯିବା ଆଉ ତୁମମାନଙ୍କୁ ସବୁକିଛି ଜଣାଇବା। ଦେଖ ସାଙ୍ଗମାନେ ମୋ ଭାଇ ଓ ଭଉଣୀମାନେ ଦେଖ, ମୋ ଭାଇ ଓ ଭଉଣୀମାନେ ଦେଖ, ମୁଁ ତୁମକୁ ମୋ ନିଜ ଭାଇ ଓ ଭଉଣୀମାନେ ମାନୁଛି, ତୁମକୁ କିଛି ଫେକ୍ ଇନଫର୍ମେସନ୍ ଦେବିନି, ଯେଉଁଟା ଠିକ୍ ସେଇଟା ଦେବି। ସୁଭଦ୍ରା ଯୋଜନା ଦେଖ ଆମର କ'ଣ ଦେଲା ନା, ସୁଭଦ୍ରା ଯୋଜନା ଟିକେ କଲର୍ ବଦଳେଇ ଦେଉଛି ଦେଖ। ସୁଭଦ୍ରା ଯୋଜନା ମହିଳା ଶିଶୁ ବିକାଶ ଓଡ଼ିଶା ଆବେଦନ ପତ୍ର ହେଲା। କିପରି ଏଟା ଆବେଦନ କରିବ ଏଇ ଫର୍ମଟା ଦେଖ, ଏଇ ଫର୍ମ ସମ୍ପୂର୍ଣ୍ଣ ରୂପେ ମାଗଣା ଉପଲବ୍ଧ ହେଲା। ତୁମେ ଯଦି ଜନସେବା, ମୁଁ ତ ମୋ କମ୍ପ୍ୟୁଟରରେ ଯେହେତୁ କରୁଛି, ତୁମେ ଯଦି ଜନସେବା କେନ୍ଦ୍ରରେ କରିବାଟା ଠିକ୍। କିନ୍ତୁ ଜନସେବାରେ ଯେ ତୁମଠୁ ପଇସା ନେବ, ତୁମେ ଜନସେବା କେନ୍ଦ୍ରରେ ନ କରି ତୁମର ଯିଏ ତୁମ ଗ୍ରାମର ଯିଏ ଆଶା ଦେବୀ କି ତୁମର ଆଶାକର୍ମୀ କି ଯେଉଁମାନେ ବି ଅଛନ୍ତି ତୁମର ଅଙ୍ଗନବାଡ଼ି ଦିଦି କି ଯେଉଁମାନେ ହେଲେ, ତାଙ୍କୁ ଏ ଫର୍ମ ତ ସେ ତୁମକୁ ଫ୍ରିରେ ଦେବେ। ତୁମେ ତାକୁ ଗୋଟେ ଫିଲ୍ଅପ୍ କରିକି ଦେଇଦେବ, ସେ ନେଇକି ଅଫିସରେ ଦେଇଦେଲେ ତୁମର ହେଇଯିବ। ଦେଖ ଆବେଦନ କ'ଣ କ'ଣ ରହିଥିବ ପ୍ରଥମେ ଜାଣିନିଅ, କେଉଁ କେଉଁ ଡକ୍ୟୁମେଣ୍ଟ ଦରକାର, କ'ଣ କ'ଣ ଦରକାର, ଏଥିରେ ସବୁ ଅଛି। ଦେଖ ବିଭାଗ କ ଆବେଦନକାରୀ ସବିଶେଷ ବିବରଣୀ ଦେଖ ଯିଏ ଆବେଦନ କରିବ ତା ସମ୍ପୂର୍ଣ୍ଣ ନାମ, ଆଧାର ଅନୁଯାୟୀ ଦେଖ ତୁମ ଆଧାର କାର୍ଡ଼ ଯେଉଁ ଥିବ ସେଥିରେ ଯେଉଁ ନାମ ତୁମେ ଏଠି ସେଇ ନାମ ତୁମର ଲେଖିବ ହେଲା। ଏଇ ଯେଉଁ ଘର ଦେଖୁଛ ସେଥିରେ ଲେଖିବ। ତାପରେ ଦେଖ ଆଧାର ସଂଖ୍ୟା, ତୁମ ଯେଉଁ ଆଧାର କାର୍ଡ଼ ନମ୍ବର ସେଇଟା ଏଠି ପକେଇବ। ତାପରେ ତୁମ ସ୍ୱାମୀ ପିତାଙ୍କ ନାମ ଆଧାର ଅନୁଯାୟୀ, ତୁମ ସ୍ୱାମୀଙ୍କ ନାମ ଓ ତୁମ ଯେଉଁ ବାପା ଅଛନ୍ତି ତାଙ୍କ ନାମ କେଉଁଥିରେ ଆଧାର ଅନୁଯାୟୀ ଯାହା ଲେଖା ହେଇଥିବ ତାକୁ ଏଠି ଫର୍ମ କରିବ। ତାପରେ ଦେଖ ତୁମର କ'ଣ ଦେଲା ନା, ତୁମ ଜନ୍ମ ତାରିଖ ତୁମ ଯେବେ ଜନ୍ମ ହେଇଛ ସେଟା ମାସ ଆଉ ଦିନ, ମାସ ଆଉ ମସିହା। କିନ୍ତୁ ଏଇଟା ଗୋଟେ କଥା ହେଲା କ'ଣ ନା, ଏଇଟା ତୁମ ଆଧାର କାର୍ଡ଼ର ଯେଉଁଟା ବା ସାର୍ଟିଫିକେଟ୍ରେ ଯେଉଁଟା ତୁମେ ଏଠି ସେଇ ନାମଟା ଦେବ, କାହିଁକି ନା ନହେଲେ କିଛି ଅଡ଼ୁଆ ହେଇପାରେ। ଆଉ ଗୋଟେ କହିଦେଉଛି, ତୁମର 21 ବର୍ଷରୁ କମ୍ 60 ବର୍ଷରୁ ଅଧିକ ଲୋକ ଆପ୍ଲାଏ କରିପାରିବେ ନାହିଁ। ସେଟା ବି ଲାଷ୍ଟକୁ ଇନଫର୍ମେସନ୍ ଦେବି, କିନ୍ତୁ ଏଇଟା ଆଗରୁ କହିଦେଲି, ଜାଣି ରଖିଥାଅ। ତାପରେ ଦେଖ, ତାପରେ ବର୍ଗ ଠିକ୍ ଚିହ୍ନ ମାରନ୍ତୁ। ତ ସାଧାରଣ ବର୍ଗ ବା ଜେନେରାଲ, ଅନୁସୂଚିତ ଜାତି SC, ଅନୁସୂଚିତ ଜନଜାତି ମାନେ ଆମର ST, ଶାରୀରିକ ଭିନ୍ନକ୍ଷମ ହଁ କିମ୍ବା ନା। ଯଦି ତୁମ ଶାରୀରିକ ମାନେ ତୁମ ଅଙ୍ଗ କିଛି ଭଙ୍ଗା କି ଗୋଡ଼ ଭାଙ୍ଗି ଯାଇଛି କି ଇଏ ଅଛି, କିଛି ଯଦି ଇଫେକ୍ଟ ଅଛି, ତୁମେ କ'ଣ ନା ହଁ ମାରିବ। ଯଦି କିଛି ନଥିବ ନା ମାରିବ। ଆଉ ତୁମେ ଜେନେରାଲ ହେଇଥିଲେ ଏଠି ମାରିବ, ଯଦି ତୁମେ SC ହେଇଥିବ ଏଠି ମାରିବ, ST ହେଇଥିଲେ ଏଠି ମାରିବ। ତୁମକୁ ସବୁକିଛି କହିଦେଲି। ତାପରେ ଦେଖ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ହେଲା। ତୁମ ଯେଉଁ ଆଧାର ଦେଖ, ଆଧାର କାର୍ଡ଼ ଯଦି ତୁମର ଅଛି, ତୁମେ ଯାହାହେଲେ ମୋବାଇଲ ଲିଙ୍କ କରିଥିବ, ସେଇ ଯେଉଁ ମୋବାଇଲ ନମ୍ବରଟା ତୁମେ ଏଠି ଦେବ। ଯଦି କରିନା, ଯେତେ ଶୀଘ୍ର ପାଉଛ ଯାଇ ମୋବାଇଲ ନମ୍ବର କରିଦିଅ ଆଧାର ସେଣ୍ଟରରେ। କିଛି ମାନେ ଗୋଟାଏ ଦିନରେ କି 2 ଦିନରେ ତୁମର ଆଧାର ନମ୍ବର ଲିଙ୍କ ହେଇଯିବ। ତାପରେ ବିକଳ୍ପ ମୋବାଇଲ ନମ୍ବର, ଯଦି ଆଉ କିଛି ନମ୍ବର ଅଛି ତୁମେ ତାକୁ ବି ଦେଇପାରିବ। ବିକଳ୍ପ ମାନେ ତା ଅରେ ତୁମର ସ୍ୱାମୀଙ୍କ ନମ୍ବର କି ବାପାଙ୍କ ନମ୍ବର ଯେଉଁଟା ବି ଦେଇପାରିବ। ଆଉ ତୁମର ପ୍ରଥମ ହେଲା ତୁମ ଜିଲ୍ଲା, ଆମ ଜିଲ୍ଲା କେନ୍ଦ୍ରାପଡ଼ା, ମୁଁ ଲେଖିଦେଲି କେନ୍ଦ୍ରାପଡ଼ା। ତାପରେ ଗ୍ରାମ ନିମନ୍ତେ ତୁମ ଗ୍ରାମ କେଉଁଠି ଲେଖିବ, ଗ୍ରାମ ପଞ୍ଚାୟତ ଲେଖିବ, ବ୍ଲକ ଲେଖିବ। ତାପରେ ସରପଞ୍ଚାଳୟ ନିର୍ମିତ ୱାର୍ଡ଼ ନମ୍ବର ଲେଖିବ, କେତେ ନମ୍ବର ୱାର୍ଡ଼ରେ ତୁମେ ରହୁଛ ହେଲା। ଅଣ୍ଡର ଲୋକାଲ ବଡ଼ି ତାକୁ ଲେଖିବ। ସହର ନା ଗ୍ରାମରେ, ଯିଏ ସହରରେ ରହୁଛ ସହରରେ ମାରିବ, ଗ୍ରାମରେ ଯିଏ ଗ୍ରାମରେ ମାରିବ। ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କ ନାମ, ତୁମେ ଯେଉଁଠି ଖାତା ଯେତେବେଳେ ଆଧାର ଯେତେବେଳେ ଲିଙ୍କ କଲ, ଯାହାହେଲେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବ, ତୁମେ ସେ ଯେଉଁ ଆକାଉଣ୍ଟର ସେଇ ଆକାଉଣ୍ଟ ନମ୍ବରଟା ଏଠି ବ୍ୟାଙ୍କ ନାଁଟା ଲେଖିବ ହେଲା। କ'ଣ ଦେଇଛି, ଆଧାର ସକ୍ଷମ ଖାତା ଥିବା ବ୍ୟାଙ୍କର ନାମ ହିଁ ଲେଖିବ ତୁମେ ହେଲା। ବ୍ୟାଙ୍କ ନମ୍ବର ଲେଖିବନି ଏଠି, ବ୍ୟାଙ୍କର ନାମଟି ହିଁ ଲେଖିବ। ତାପରେ ଦେଖ ଆଗକୁ କ'ଣ ରହିଛି। ତାପରେ ଦେଖ ତୁମ ଏଇଟା ଦେଖ, ଏଥିରେ ଗାଇଡ଼ଲାଇନ୍ କ'ଣ ଦେଲା, କିଏ କ'ଣ ସବୁ ଅଛି ତ ଦେଖ। ଯଦି କିଛି ବି ତୁମର ଅସୁବିଧା ହେଉଛି ଆପ୍ଲାଏ କରିବାରେ, ତୁମେ ଟେଲିଫୋନ୍ ନମ୍ବର ଏଇଥିରେ ବି କଲ୍ କରି ପଚାରି ପାରିବ ହେଲା। ଦେଖ ଭାଗ ଖ ଦେଖ କ'ଣ ଦେଲା, ମୁଁ ଏତେ ଦ୍ୱାରା ଘୋଷଣା କରୁଅଛି ଯେ ପୂର୍ବ ପୃଷ୍ଠା ଉଲ୍ଲେଖିତ ତଥ୍ୟ ମୋ ଜ୍ଞାନ ଅନୁଯାୟୀ ସତ୍ୟ ଅଟେ ହେଲା। ଏଇଟା କିଏ କହୁଛି ନା, ଆମର ମୋହନ ମାଝୀ ଯିଏ ସରକାର ଅଛି ସିଏ କହୁଛି। ମୁଁ ଆଜ୍ଞାତ ଯେ ଏଥିରୁ କୌଣସି ମିଥ୍ୟା ପ୍ରମାଣିତ ହେଲେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇପାରେ। ଯଦି ତୁମେ କିଛି ମିଥ୍ୟା କରୁଥିବ, ସେଥିରେ କିଛି ଭୁଲଭାଲ କରୁଥିବ, ତାହେଲେ ତୁମ ପ୍ରତ୍ୟାଖ୍ୟାନ କରାଯାଇପାରେ। ଏବଂ ଆଇନଗତ
କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଯଦି ତୁମର କିଛି ଯଦି ତୁମ ଏଲିଜିବୁଲ୍ ନ ହେଇଥିବ, ଧରାଯାଉ ତୁମକୁ 21 ବର୍ଷରୁ ଅଧିକ କି କମ୍ ତୁମ ଜମି ଥିବ, ତାହେଲେ ତୁମକୁ ଏଥିରୁ କିଛି ବି ଆଇନ ଅନୁସାରେ ତୁମ ଉପରେ କଠୋର କାରାଦଣ୍ଡ ହେଇପାରେ। ଦୟାକରି ପ୍ରଯୁକ୍ତ ସ୍ଥାନରେ ଠିକ୍ ଚିହ୍ନ ମାରନ୍ତୁ। ହେଲା, ମୁଁ ଓଡ଼ିଶା ବାସିନ୍ଦା ଅଟେ, ଏଠି ଠିକ୍ ଚିହ୍ନ ମାରିବ। ହଁ, ମୁଁ ଓଡ଼ିଶା ବାସିନ୍ଦା ଅଟେ। ତାପରେ 1 ଜୁଲାଇ 2024 ସୁଦ୍ଧା ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ଅଟେ। ହଁ, ଏଇଟା ଠିକ୍ ଚିହ୍ନ ମାରିବ, ଠିକ୍ ଚିହ୍ନ ମାରିବ। ମୁଁ କୌଣସି ରାଜ୍ୟର କିମ୍ବା କେନ୍ଦ୍ର ସରକାର ଯୋଜନା ଅଧୀନରେ ମାସିକ 1500 ଟଙ୍କା ଅଥବା ଦୁର୍ଭିକ୍ଷ କିମ୍ବା ବାର୍ଷିକ 18,000 ଟଙ୍କା ଅଥବା ଆର୍ଥିକ ସହାୟତା ରାଶି ପାଉନାହିଁ। ହେଲା, କେନ୍ଦ୍ର ସରକାରରୁ ଯଦି ତୁମେ କିଛି ବି ପାଉଥିବ, କିଛି ବି ଟଙ୍କାଟା ବି ଯଦି ପାଉଥିବ, ଦେଖ 1500 ଟଙ୍କା କିଛି ତା ଭିତରେ ପାଉଥିବ, ତାହେଲେ ତୁମକୁ ଏଇଟା କିଛି ମିଳିବ ନାହିଁ। ଏଇଟା ଭଲସେ ଜାଣି ରଖ, ଏଇଟା ହିଁ ତୁମର ମେନ୍। ଯଦି କିଛି ପାଉନା କ'ଣ କରିବ ନା ଠିକ୍ ଚିହ୍ନ ଆମର ପକାଇଦେବ ଏଇଠି। ତାପରେ ଦେଖ, ମୁଁ କିମ୍ବା ମୋର ପରିବାରରେ କୌଣସି ସଦସ୍ୟ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ, MP କିମ୍ବା ବିଧାନସଭାର ସହାୟତା ବା MLA ନୁହନ୍ତି, ତାହେଲେ ଠିକ୍ ଚିହ୍ନ ମାରିବ। ଯିଏ MLA ଫ୍ୟାମିଲି ତାଙ୍କ ଘରକୁ ବି ମିଳିବନି, ଏତିକି ଜାଣି ନେବ। ମୁଁ କିମ୍ବା ମୋ ପରିବାରରେ କୌଣସି ସଦସ୍ୟ ଆୟକାର ଦାତା ନୁହନ୍ତି। ହେଲା, ଆୟକର ମାନେ ପଇସା ଦାତା ମାନେ ଗଭର୍ଣ୍ଣମେଣ୍ଟର ନୁହନ୍ତି, ଏଟା ବି ଠିକ୍ ଚିହ୍ନ ମାରିବ। ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ କୌଣସି ସହରାଞ୍ଚଳ ସ୍ଥାନରେ ସଂସ୍ଥା କିମ୍ବା ପଞ୍ଚାୟତ ରାଜ ଅନୁଷ୍ଠାନରେ ଜଣେ ନିର୍ବାଚନ ପ୍ରତିନିଧି ନୁହନ୍ତି, ତାହେଲେ ଏଟା ଠିକ୍ ଚିହ୍ନ ମାରିବ। ୱାର୍ଡ଼ ମେମ୍ବର କାଉନସିଲ୍ କରିପାରିବେ। ହେଲା, ୱାର୍ଡ଼ ମେମ୍ବର କାଉନସିଲିଂ ତାଙ୍କର ସେ କରିପାରିବେ। ଆଗରୁ କହିଦେଲି, ୱାର୍ଡ଼ ମେମ୍ବର କାଉନସିଲିଂ ତାଙ୍କର କରିପାରିବେ, ଆପ୍ଲାଏ କରିପାରିବେ। ହେଲା, ତାପରେ ଦେଖ, ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ଭାରତ ସରକାର କିମ୍ବା ରାଜ୍ୟ ସରକାର କୌଣସି ଅର୍ଥତାନ୍ତ୍ରିକ ଅଥବା ବୋର୍ଡ଼ ଅର୍ଥାତ୍ ସ୍ଥାନୀୟ ସଂସ୍ଥା ଅଥବା ବିଭାଗରେ ନିୟମିତ କିମ୍ବା ସ୍ଥାନୀୟ ଋତୁଭିତ୍ତି କର୍ମଚାରୀ ଭାବରେ ନିଯୁକ୍ତ ନୁହନ୍ତି। ହେଲା, ନିଯୁକ୍ତ ନୁହନ୍ତି ଅଥବା ଅବସର ପରେ ପେନ୍ସନ୍ ପାଉନାହାନ୍ତି। ପେନ୍ସନ୍ ଦେଖ, ତୁମେ କେଉଁ ସରକାରୀ କାର୍ଯ୍ୟରେ ନିୟୋଜିତ ନଥିବ ଆଉ ପେନ୍ସନ୍ ଯେଉଁମାନେ ପାଉନଥିବେ, ତୁମେ ତାହେଲେ ଏଠି କ'ଣ ମାରିବ ନା ଠିକ୍ ଚିହ୍ନ ପକାଇବ, ଠିକ୍ ଚିହ୍ନ ପକାଇବ। ମୁଁ କିମ୍ବା ମୋ ପରିବାରରେ କୌଣସି ସଦସ୍ୟ ଭାରତ ସରକାରଙ୍କର କୌଣସି ସରକାର ବିଭାଗ ଅଥବା ଉଦ୍ୟୋଗ ଅଥବା ବୋର୍ଡ଼ ଅଥବା ସଂଗଠନ ରାଜ୍ୟର ଜଣେ ନିର୍ବାଚନ ନିମନ୍ତେ ପ୍ରତିନିଧି ନୁହନ୍ତି, ଏଠି ବି ଠିକ୍ ଚିହ୍ନ ମାରିବ। ମୋର କିମ୍ବା ମୋ ପରିବାରରେ କୌଣସି ସଦସ୍ୟ 5 ଏକରରୁ ଅଧିକ, ଏଇଟା ଦେଖ, ଏଇଟା ଇମ୍ପୋର୍ଟାଣ୍ଟ, 5 ଏକରରୁ ଅଧିକ ଆଉ 10 ଏକରରୁ ଅଧିକ ଜଳସେଚନ ଜମି ନାହିଁ। ହେଲା, ଜମି ନାହିଁ, ଠିକ୍ ଚିହ୍ନ ମାରିବ। ତାପରେ ଦେଖ, ଯଦି 5 ଏକର 10,000 ଥିବ ସିଏ ଆପ୍ଲାଏ କରିପାରିବେନି, ଆଗରୁ କହିଦେଲି। ମୋର କିମ୍ବା ମୋ ପରିବାରରେ କୌଣସି ସଦସ୍ୟ 4 ଚକିଆ ମୋଟର ଯାନ ନାହିଁ, 4 ଚକିଆ ଯାହାର ମୋଟର ଯାନ ନାହିଁ ସେଇ ଆପ୍ଲାଏ କରିବ, ଯାହାର 4 ଚକିଆ ସେ କରିପାରିବେନି ନାହିଁ। ଟ୍ରାକ୍ଟର, ମିନି ଟ୍ରକ୍, ଛୋଟ ବାଣିଜ୍ୟ ଯାନ ଏବଂ ଅନ୍ୟାନ୍ୟ ସାମାନ ହାଲୁକା ମହବାଳି ଯାନ ବ୍ୟତୀତ। ହେଲା, ତୁମର ଯଦି ଏଗୁଡ଼ା ସବୁ ଅଛି ଚଳିବ, ଏତିକି ଯାନ କହିଲେ ଚଳିବ। ହେଲା, ତାପରେ ମୋ ପରିବାରରେ ବାର୍ଷିକ 2.5 ଲକ୍ଷ, ହେଲା, 2,50,000 ଲକ୍ଷ ଟଙ୍କା ବା କେବଳ 2,50,000 ଟଙ୍କାରୁ କମ୍। ହେଲା, କମ୍, ସେଇମାନେ ଏଠି ଠିକ୍ ଚିହ୍ନ ପକାଇବ। ଅଧିକା ହେଇଥିଲେ ତୁମକୁ ଏଇଟା ଆପ୍ଲାଏ କରିପାରିବନି, ଆଗରୁ କହିଦେଲି। ଯଦି କରିବ ତୁମକୁ ଉପରେ କଠୋର ଅନୁଷ୍ଠାନ ନିଆଯାଇପାରେ। ଦେଖ, ବିଭାଗ କ, ଏତଦ୍ ବ୍ୟତୀତ ମୁଁ ନିମ୍ନଲିଖିତ ପାଇଁ ସମ୍ମାନିତ ଜଣାଉଛି। ମୋର ପ୍ରମାଣୀକରଣ ମାନ୍ୟତା ପାଇଁ ମୋତେ UDLରୁ ମୋର ଆଧାର ନମ୍ବର ଏବଂ ଜନସାଧାରଣ ବିବରଣୀ ହାସଲ ନିମନ୍ତେ ମୁଁ ଓଡ଼ିଶା ସରକାରଙ୍କୁ ଅନୁମତି ପ୍ରଦାନ କରୁଛି। ହେଲା, ଏଇଟା ଅନୁମତି ପ୍ରଦାନ କରିବ, ନହେଲେ ସେ କେମିତି ଦେଖିବେ ତୁମର ଅନୁମତି ବିନା। ଏହି ଉଦ୍ଦେଶ୍ୟରେ ନିଜକୁ ପ୍ରମାଣ କରିବାରେ ମୋର କୌଣସି ଆପତ୍ତି ନାହିଁ ଏବଂ ସମ୍ପୂର୍ଣ୍ଣ ଭାବେ ଆଜ୍ଞାତ। ଏହି ସୂଚନା କେବଳ ଉପରୋକ୍ତ ଉଦ୍ଦେଶ୍ୟରେ ବ୍ୟତୀତ ହେବ। ତାପରେ ପିଲା ଦେଖ, ମୋ ଭାଇ ଭଉଣୀମାନେ ଦେଖ, ମୋର ଅତିରିକ୍ତ ATM ଡେବିଟ୍ କାର୍ଡ଼ ଜାରି କରିବା ପାଇଁ ମୋ ଆଧାର ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ରକ୍ଷଣାବେକ୍ଷଣ କରୁଥିବା ବ୍ୟାଙ୍କକୁ ପରାମର୍ଶ ଦେବା ପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଅଧିକାର ଦେଉଛି। ତାପରେ 3 ନମ୍ବର ଦେଖ, ଓଡ଼ିଶା ସରକାରଙ୍କ ଠାରୁ DBT ପ୍ରାପ୍ତ କରିବା ପାଇଁ ମୁଁ ମୋର ଆଧାର ସକ୍ଷମ ବ୍ୟାଙ୍କ ଆକାଉଣ୍ଟ NIPS MPରେ ସହାୟତା ଯୋଗ କରିବା ପାଇଁ ମୋର ସମ୍ମତି ଦେଉଛି। ଆଉ ମୁଁ ତାପରେ 4 ନମ୍ବର ପଏଣ୍ଟ ଦେଖ କ'ଣ ଦେଲା, ମୁଁ ମଧ୍ୟ ସହମତ ଯେ ଓଡ଼ିଶା ସରକାର ସୁଭଦ୍ରା ପାଇଁ ମୋର
ପରିଚୟ ପ୍ରତିଷ୍ଠା ଓ ପ୍ରମାଣିତ କରିବା ପାଇଁ ନିମନ୍ତେ ମୋର ଆଧାର ସଂଖ୍ୟା ବ୍ୟବହାର କରିପାରିବେ। ଆଉ ମୁଁ ସୁଭଦ୍ରା ଅଧୀନରେ ଥିବା ସମସ୍ତ ନିୟମ ସନ୍ଦେଶାବଳୀ ସହମତ। ଦେଖ ସେ କ'ଣ କହିଲା ନା ତୁମ ସୁଭଦ୍ରା ନିୟମାବଳୀରେ ଯାହା ସବୁ ଅଛି ତମେ ତାକୁ ସହମତରେ ଦେବ। ଆଉ ତୁମ ଯେଉଁ ଆକାଉଣ୍ଟ ଆଧାର ଲିଙ୍କ ଯେଉଁ ରହିଛି ଯେତିକି ଆକାଉଣ୍ଟ ତୁମେ କ'ଣ କରିବ ନା ସେଟା ତୁମ ସରକାର ସବୁ ଚେକ୍ କରିପାରିବେ ବୋଲି ତାଙ୍କ ଅନୁମତି ଦେବ। ତୁମ ଡେବିଟ୍ କାର୍ଡ଼ରେ ଯେତେ ଟଙ୍କା ଅଛି ଜାଣିବା ପାଇଁ ତୁମେ ତାକୁ ସରକାରଙ୍କୁ ଅନୁମତି ଦେବ ବୋଲି ସିଏ କହୁଛନ୍ତି। ଦେଖ ତୁମର ଯେତେ ଜଣ ବି ଆକାଉଣ୍ଟ ଅଛି ଯେତେ ଜଣ ସ୍ତ୍ରୀ ଲୋକମାନଙ୍କର ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଜାଣ। ଯେତିକି ଜଣଙ୍କର ଅଛି ତୁମେ ଯଦି ଆକାଉଣ୍ଟରେ 2 ଲକ୍ଷ ଟଙ୍କାର ବର୍ଷକୁ ଯେମିତି ତୁମ ଆକାଉଣ୍ଟରେ ଡେବିଟ୍ ନ ହେଉଥିବ ବା ନ ଯାଉଥିବ। ଦେଖ କିଛି ଲୋକ କହୁଛନ୍ତି ଆମ ଆକାଉଣ୍ଟରେ 5 ଲକ୍ଷ ଟଙ୍କା ଅଛି ଆମେ କଷ୍ଟ କରି ରଖିଛୁ। ଦେଖ 5 ଲକ୍ଷ ଟଙ୍କା ଥିବାର କିଛି କଥା ନାହିଁ, କିନ୍ତୁ ତୁମକୁ ବର୍ଷକୁ ଯେଉଁ 1 ଇୟର୍ ହେଲା 1 ଇୟର୍କୁ ଯେମିତି ତୁମର 2.50 ଟ୍ରାନ୍ସଫର୍ ନ ହୋଇଥିବ ଦରକାର ଆକାଉଣ୍ଟକୁ। ଏତିକି ହେଲା କଥା, ସେ ସେଇ କଥାଟା କହିଛି ସବୁ ବର୍ଷକୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ ପିଲାମାନେ। ମୋ ଭାଇମାନେ ଭଉଣୀମାନେ ଯେହେତୁ ମୁଁ ଗୋଟେ ଟିଚର୍ ମୁଁ ପାଠ ସବୁବେଳେ ପିଲାମାନେ ପଚାରୁଛି ସରି ଏଇଟା କ୍ଷମା କରିବ। ଦେଖ ଯଦି କିଛି ବି ଡାଉଟ୍ ଅଛି କମେଣ୍ଟ ମାଧ୍ୟମରେ ପଚାରି ପାରିବ, ମୁଁ ସବୁର ଉତ୍ତର ଦେବି। ଆବେଦନ ଦାଖଲ ଓ ତାରିଖ ତୁମର ଏଠି ସାଇନ୍ ଗୋଟେ କରିବ ଆଉ ତାରିଖ ଯେବେ ପକାଇବ ଆଉ ଏଇଟା ଆପ୍ଲାଏ ହେଇଗଲା। ଆଉ କିଛି ଇମ୍ପୋର୍ଟାଣ୍ଟ ଦେଖ ଏଇଟା ବି ସେଇ ଫର୍ମ ହେଲା ପ୍ରାପ୍ତ ସାକାରୀ। ଦେଖ ଏଇଟା ବି ଆଉ କିଛି ରହିଲା ସୁଭଦ୍ରା ଅଧୀନରେ ଆପଣଙ୍କ ଆବେଦନ ସଫଳତା ସହ ଗ୍ରହଣ କରାଯାଉଛି ହେଲା। ଏଇଟା ଆବେଦନ ପତ୍ର ନମ୍ବର କେତେ ନମ୍ବର ହେଲା ଆଉ ଆବେଦନ ତାରିଖ ତୁମ ଆଧାର ନମ୍ବର ତୁମ ସମ୍ପୂର୍ଣ୍ଣ ନାମ ଓ ଆଧାର ଅନୁଯାୟୀ ନିର୍ଦ୍ଦେଶ। ଦେଖ ନିର୍ଦ୍ଦେଶାବଳୀ ଆଉ ଟିକେ ରହିଲା ପରେ ବୋଧେ ଏତି କମ୍ପ୍ୟୁଟର। ଦେଖ କମ୍ପ୍ୟୁଟର ଜେନେରେଟର ଅଟେ, ଏଥିରେ ଦଖଲ ଆବଶ୍ୟକତା ନାହିଁ। ଏହି ଆବେଦନ ଦାଖଲ ହେବା ପରେ ସୁଭଦ୍ରା ଅଧୀନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାକୁ ବିଧିବଦ୍ଧ ଭାବେ ଯାଞ୍ଚ କରାଯିବ ଏବଂ ସମସ୍ତ ତଥ୍ୟ ପୂରଣ ହେବା ପରିସ୍ଥିତି ଏବଂ ଏହା ସୁଭଦ୍ରା ପାଇଁ ଯୋଗ୍ୟ ବିବେଚିତ ହେବେ। ସମ୍ପୂର୍ଣ୍ଣ ତଥ୍ୟ ସରିଲେ ତୁମକୁ ଯୋଗ୍ୟ ବିବେଚିତ କରିଦେବେ। ଯଦି ଯୋଗ୍ୟତା ପ୍ରମାଣ ହୁଏ ଆବେଦନକୁ ଅନୁମତି ତ ମିଳିପାରେ। ହଁ ଏହି ପରେ ହିଁ ଏହା ରାଶି ଆଧାର ସକ୍ଷମ ବା ଡେବିଟ୍ ସକ୍ଷମ ଏକ ଧାରାରେ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ ହେଲା। ଏତିକି ଥିଲା ଆମର ଅପଡ଼େଟ୍। ଯଦି କିଛି ବି ଡାଉଟ୍ ରହୁଛି ମୋତେ ପଚାରି ପାରିବ। ତୁମର ହେଲ୍ପଲାଇନ୍ ବି ନମ୍ବର ରଖିଛି ସେ କ'ଣ ଏଇଟା ଦେଖ 146778କୁ ତୁମେ ଫୋନ୍ କରିବି ଯଦି କିଛି ଡାଉଟ୍ ରହୁଛି ପଚାରି ପାରିବ, ନହେଲେ ମୋତେ ବି କମେଣ୍ଟ କରି ପଚାରି ପାରିବ। ଯଦି ତୁମେମାନେ ଆପ୍ଲାଏ କରିବାକୁ ଚାହୁଁଛ କେମିତି କ'ଣ ସବୁ ହୁଏ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ କହିବ, ମୁଁ ଟୋଟାଲ୍ ଭିଡ଼ିଓ ବନେଇକି ତୁମ ପାଇଁ ଆପ୍ଲାଏ କରି ଦେଇଦେବି। ଥ୍ୟାଙ୍କ ୟୁ ଫର୍ ୱାଚିଂ।